दधि अक्षतं पदीपंक रंभातरु स्थापितम् अम्बुपूर्ण घट सुपीत दुकूलम दुर्वादलम तंडुलम आम्रम नारिकेल फलम सहितम ताम्रपरि स्थापितम् एते पुण्य पदार्थ भवतु शुभकरम कुर्वमस्तु ते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ଶନି ଚଳନ ଆରମ୍ଭ କରିଥିଲେ ମେଷ ରାଶି ଠାରୁ କନ୍ୟା ରାଶି ପର୍ଯ୍ୟନ୍ତ ଆମେ ଆଲୋଚନା କରିସାରିଲେଣି। ଏବେ ଯିବା ରାଶିଚକ୍ରର 7 ନମ୍ବର ରାଶି ତୁଳା ରାଶିକୁ। ମୁଁ ସେଥିପାଇଁ ଲେଖିଛି ପାର୍ଟ 487 ଆଉ ଶୀର୍ଷକଟିର ନାଁ ହେଉଛି ଶନି ଚଳନ 2025 ତୁଳା ରାଶି ପାଇଁ। ତାହେଲେ ଠିକ ଅଛି ବନ୍ଧୁଗଣ, ଦେଖନ୍ତୁ ବର୍ତ୍ତମାନ ଶନି ଅଛନ୍ତି କେଉଁ ରାଶିରେ? କୁମ୍ଭ ରାଶିରେ। ସେ ଯିବେ ମୀନ ରାଶିକୁ। କେବେ ଯିବେ? 3/4/2025 ବା ଆଉ କେତେକ ପାଞ୍ଜିରେ ଉଲ୍ଲେଖ ଅଛି 29/3/2025। ତାହେଲେ ଆପଣଙ୍କର କଥା ଏଟା କୁହା ହଉଛି ବୋଲି ଆପଣ କେମିତି ଜାଣିବେ? ଦେଖନ୍ତୁ ବନ୍ଧୁଗଣ, ଆପଣଙ୍କ ଜାତକଟି ଖୋଲନ୍ତୁ ଆଉ ଏଇଠି ଯଦି ପର୍ଟିକୁଲାର ଜାଗାଟିରେ ଚ ବୋଲି ଲେଖା ଯାଇଛି ଆପଣଙ୍କର, ତାହେଲେ ଆପଣ ଜାଣିବେ ଆପଣଙ୍କ ବିଷୟରେ କୁହାଯାଉଛି। ଆଉ ଗୋଟିଏ କଥା କହିଦେଉଛି, ଏ ମଝିରେ ଲେଖା ହେଇଥିବ 14/7 ବା 15/7 ବା 16/7। ତା ଅର୍ଥ 14 ନମ୍ବର 14/7 ଅର୍ଥ ହଉଛି ଚିତ୍ରା ନକ୍ଷତ୍ର ତୁଳା ରାଶି, 15 ନମ୍ବରର ଅର୍ଥ ହଉଛି ସ୍ୱାତୀ ନକ୍ଷତ୍ର ତୁଳା ରାଶି, ଆଉ 16ର ଅର୍ଥ ହଉଛି ବିଶାଖା ନକ୍ଷତ୍ର ତୁଳା ରାଶି। ଯଦି ଏମିତି ଲେଖା ଯାଇଛନ୍ତି ତାହେଲେ ଆପଣ ଜାଣିବେ ଆପଣଙ୍କ ବିଷୟରେ ହିଁ କୁହାଯାଉଅଛି। ଠିକ ଅଛି ବନ୍ଧୁଗଣ, ତାହେଲେ ଦେଖିବା ତୁଳା ରାଶି ପାଇଁ ଶନି କେତେ ନମ୍ବର ହଉଛନ୍ତି। ଦେଖନ୍ତୁ 1 2 3 4 5 6 ଷଷ୍ଠ ଶନି। ବନ୍ଧୁଗଣ, ଆମେ ଜାଣିଛେ ଷଷ୍ଠ ଶନି ଉପକାରୀ ଶନି। ଦେଖନ୍ତୁ 6 ନମ୍ବରରେ ମୁଁ କହିଛି ଶୁଭ ଲିଷ୍ଟରେ ଶୁଭ କୋଉ କୋଉ ଅଙ୍କ ହେଲେ ଶୁଭ ନା ଆପଣଙ୍କ ରାଶି ଠାରୁ ଯଦି 3 ନମ୍ବର ହଉଥିବ, 6 ନମ୍ବର ହଉଥିବ, 10 ନମ୍ବର ହଉଥିବ, 11 ନମ୍ବର ହଉଥିବ, ତାହେଲେ ଆପଣ ଜାଣିବେ ଆପଣଙ୍କ ରାଶି ପାଇଁ ଏଟା ହଉଛି ଶୁଭଙ୍କର ହେଲା। ତାହେଲେ ବନ୍ଧୁଗଣ ଦେଖନ୍ତୁ ଆପଣଙ୍କ ରାଶି ପାଇଁ ହଉଛି 6 ନମ୍ବର। ତେଣୁ 6 ନମ୍ବର ଶନି ସିଏ ଆପଣଙ୍କୁ ଶତ୍ରୁ ହନ୍ତା କରେଇବେ, ସିଏ ଆପଣଙ୍କୁ କମ୍ପିଟିସନରେ ଜିତେଇବେ। ତାମାନେ ଷଷ୍ଠ ଶନି ଅର୍ଥ ହଉଛି ଷଷ୍ଠ ଘରୁ ଆମେ ଦେଖୁ କଣ? ରୋଗ, ଋଣ, ଶତ୍ରୁ, ଏଇ ଯୋଉ ଜିନିଷ ଗୁଡିକ ସବୁ ଆମେ ଦେଖୁ, ସେଇ ଜିନିଷ ଠାରୁ ଶନି ଆପଣଙ୍କୁ ଦୂରେଇକି ରଖିବେ। ଆଚ୍ଛା, ତା ପଛରେ ଆଉ ଗୋଟେ କାରଣ କଣ? ନା ଆଉ ଗୋଟେ କାରଣ ହଉଛି ତୁଳା ରାଶି, ଯେହେତୁ ତୁଳା ରାଶିର ମାଲିକ ହଉଛନ୍ତି କିଏ? ନା ଶୁକ୍ର। ଶୁକ୍ର ଆଉ ଶନିଙ୍କ ଭିତରେ ମିତ୍ରତା। ଆଉ ସବୁଠାରୁ ବଡ କଥାଟିଏ ହଉଛି ତୁଳା ରାଶିରେ ଶନି ଉଚ୍ଚ ହେଇଯାଆନ୍ତି, ତାଙ୍କର ସେଟା ଉଚ୍ଚ ରାଶିର ଘର। ତେଣୁ ସେଇ ଉଚ୍ଚ ରାଶିର ଘରର ଯେତେବେଳେ ଆମେ ଆଲୋଚନା କରିବା ତାହେଲେ ଶନି ତାଙ୍କ ସପକ୍ଷରେ ନିଶ୍ଚୟ ରହିବେ। କିନ୍ତୁ ବନ୍ଧୁଗଣ ଆଉ ଗୋଟିଏ କଥା, ଆପଣଙ୍କର ସିନା ତୁଳା ରାଶି ହେଇଗଲା, ଆପଣଙ୍କର ଲଗ୍ନଟି ଯଦି ସେଇଭଳି ବୃଷ, ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ, ଏଇ 6ଟି ଲଗ୍ନ ଯଦି ଆପଣଙ୍କର ହେଇଛନ୍ତି, ତା ଭିତରୁ ଯେକୌଣସି ଗୋଟିଏ ଲଗ୍ନ ହଉ, ତାହେଲେ ଆପଣ କଣ କରିବେ? ଜାଣିବେ ଯେ ଆପଣଙ୍କ ପାଇଁ ଶନି ବହୁତ ଭଲ ରେଜଲ୍ଟଟିଏ ଦେବା ପାଇଁ ଆସୁଛନ୍ତି। ଆଚ୍ଛା, ତାହେଲେ ଷଷ୍ଠ ଘରେ ରହିବାର ଅର୍ଥ ହଉଛି ସେ ଆପଣଙ୍କୁ ରୋଗ ଶୂନ୍ୟ କରିବେ, ଶତ୍ରୁ ଶୂନ୍ୟ କରିବେ। ଆଉ ଯଦି କିଛି ଆପଣ ଋଣ କରିଛନ୍ତି ତାହେଲେ ଋଣ ପରିଶୋଧ କରିବାର ସମୟଟି ମଧ୍ୟ ଆସିଯାଉଛି। ଆଉ ଯଦି ଋଣ କରିକିରି ଆପଣ କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଋଣଟି ବି କରିପାରିବେ, କିଛି ଅସୁବିଧା ନାହିଁ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ ସେ ଗଲା ଷଷ୍ଠ ଘରର କଥାଟି ଗଲା। ଆଚ୍ଛା, ମୁଁ କହିଛି ଶନିଙ୍କର କଣ
ତିନିଟି ଦୃଷ୍ଟି ଅଛି, ଗୋଟେ ହେଲା 3 ନମ୍ବର, ଗୋଟେ 7 ନମ୍ବର, ଗୋଟେ 10 ନମ୍ବର। ତାହେଲେ 3 ନମ୍ବର ଦୃଷ୍ଟିରେ ସେ ଦେଖିଲେ କାହାକୁ? 1 2 3 ମାନେ ଅଷ୍ଟମ ଘରଟିକୁ ଦେଖିଲେ, ମୃତ୍ୟୁର ଘରଟିକୁ, ଝଗଡ଼ା ଝାଟିର ଘରଟିକୁ, ଦୁର୍ଘଟଣାର ଘରଟିକୁ। ତେଣୁ ବନ୍ଧୁଗଣ ଟିକେ ସାମାନ୍ୟ ସତର୍କତା ଅବଲମ୍ବନ କରିବେ। ଯଦି ଯାନବାହନ ଚଳାଉଛନ୍ତି ତାହେଲେ ଟିକେ ସତର୍କତା ଅବଲମ୍ବନ କରିବେ। ଆଉ କାହା ସାଙ୍ଗରେ ଯଦି କିଛି ଝଗଡ଼ା ଝାଟି କରିବାର ଅବକାଶ ଆସୁଛି ତାହେଲେ ମଧ୍ୟ ଆପଣ ଝଗଡ଼ା ଝାଟିରୁ ବିରତି ରହିବେ, ଝଗଡ଼ା ଝାଟି କେବେ କରିବେ ନାହିଁ। ଆଉ ଯଦି କିଛି ଆପଣଙ୍କ ଦେହ ଅସୁସ୍ଥ ହେଉଛି ତାହେଲେ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ପଳାଇବେ। କାହିଁକି ନା ଏଠାରେ ସେମିତି ଯେହେତୁ ଶନି ଆପଣଙ୍କ ଜାତକ ପାଇଁ ଶୁଭଙ୍କର ହେଇକି ଆସିଛନ୍ତି, ସେ ଆପଣଙ୍କୁ ବିଶେଷ କିଛି ରୋଗ ଦେବେ ନାହିଁ। ଆଚ୍ଛା, ଆଉ ଗୋଟେ କଥା ହେଉଛି ସପ୍ତମ ଦୃଷ୍ଟିରେ ସେ ଦେଖୁଛନ୍ତି କେତେ ନମ୍ବର ଘରଟିକୁ? 12 ନମ୍ବର ଘରଟିକୁ। ଏଇଟା ହେଲା କନ୍ୟା ରାଶିର ଘର। 12 ନମ୍ବର ଘରଟିକୁ ଦେଖିବାର ଅର୍ଥ ହେଉଛି ସେଟା କି ଘର? ଆପଣଙ୍କର ଖର୍ଚ୍ଚର ଘର, କୋର୍ଟ କଚେରୀର ଘର, ଡାକ୍ତରଖାନାର ଘର, ଇନକମ ଟ୍ୟାକ୍ସର ଘର, ବିଦେଶ ଯାତ୍ରାର ଘର। ତେଣୁ ଆପଣ ଯଦି ଏଇ ଟାଇମରେ ବିଦେଶ ଯାତ୍ରା କରିବା ପାଇଁ ଚାହୁଁଛନ୍ତି କରିପାରିବେ। ଆଉ ଯେତେ ପ୍ରକାର କୋର୍ଟ କଚେରୀ ଡାକ୍ତରଖାନା ସେ ଜିନିଷ ଗୁଡ଼ିରୁ ଆପଣ ରିହାତି ପାଇବେ। ତାର ଅର୍ଥ ହେଉଛି ଆପଣ ବିଶେଷ କିଛି ଖର୍ଚ୍ଚାନ୍ତ ସେ ବାବଦରେ ହେବେ ନାହିଁ। କାହିଁକି ନା ଶନି ଯେହେତୁ ଆପଣଙ୍କ ଜାତକ ପାଇଁ ଶୁଭଙ୍କର ହେଇଛନ୍ତି। ଆଚ୍ଛା, ତାପରେ ଆଉ ଗୋଟିଏ କଥା ହେଉଛି ସେ ଦେଖିଲେ ଦଶମ ଦୃଷ୍ଟିରେ ଧନୁ ରାଶିଟିକି ଦେଖୁଛନ୍ତି, ଅର୍ଥାତ୍ ଆପଣଙ୍କର 3 ନମ୍ବର ଘରଟି। 3 ନମ୍ବର ଘରଟିର ଅର୍ଥ ହେଉଛି ଆପଣଙ୍କର ପରିଶ୍ରମର ଘରଟିଏ, ଆପଣଙ୍କର ଛୋଟ ଭାଇ ଭଉଣୀର ଘରଟିଏ। ତେଣୁ ସେ ଘର ପ୍ରତି ମଧ୍ୟ ଆପଣଙ୍କର ଭଲ ଫଳଟିଏ ମିଳିବ। ଆପଣଙ୍କର ଭାଇ ଭଉଣୀ ସାଙ୍ଗରେ ଭଲ ସମ୍ପର୍କ ରହିପାରିବ। ଆପଣ ଯେଉଁ ଛୋଟ ଛୋଟ ଯାତ୍ରା କରିବେ ସେ ଯାତ୍ରାରେ ମଧ୍ୟ ଆପଣ ଉପକାର ପାଇପାରିବେ। ଆଉ ଅଧିକା ପରିଶ୍ରମ ଆପଣ କରିପାରିବେ, ଯୋଉଟାକି ଆଗ୍ରହର ସହ ଆପଣ କରିବେ। ପରିଶ୍ରମର ଫଳ ମଧ୍ୟ ଆପଣଙ୍କୁ ମିଳିବ। ଆଚ୍ଛା ବନ୍ଧୁଗଣ, ଦେଖନ୍ତୁ ଯେଉଁମାନେ ଶିକ୍ଷାର୍ଥୀ ଅଛନ୍ତି, ଯେଉଁମାନେ ପାଠ ପଢିବାକୁ ଚାହୁଁଛନ୍ତି, ସେମାନେ କ'ଣ କରିବେ ନା ପାଠ ପଢା ପ୍ରଥମ ଠାରୁ ଆରମ୍ଭ କରି ହାୟର ଷ୍ଟଡି ପାଇଁ ତୁଳା ରାଶି ପାଇଁ ଦେଖନ୍ତୁ 4 ନମ୍ବର ଘର ମକର ଘର, 5 ନମ୍ବର ଘର ହେଲା କୁମ୍ଭ ରାଶିର ଘର। 4 ନମ୍ବର ଘରଟି ହେଉଛି ପ୍ରଥମରୁ 10ମ ଶ୍ରେଣୀ, 5 ନମ୍ବର ଘରଟି ହେଉଛି ଅନୱାର୍ଡସ୍। ତାହେଲେ ଆପଣ କ'ଣ କରିବେ? ଶିକ୍ଷା କ୍ଷେତ୍ରରେ ମଧ୍ୟ ଭଲ ରହିବ। ଶନି ଯେହେତୁ ଆପଣଙ୍କୁ ବହୁତ ପରିଶ୍ରମ କରାଇବେ, ତେଣୁ ଏଇ ବର୍ଷ ଆପଣଙ୍କ ପାଇଁ ଏ ଶନି ଚଳନ ଯେଉଁ 2.5 ବର୍ଷ ରହିବେ ଆପଣଙ୍କ ପାଇଁ ବହୁତ ଭଲ ରେଜଲ୍ଟ ଟିଏ ଦେବେ ଶନି। ଆପଣଙ୍କୁ ଯେତେ ପ୍ରକାର ଅଛି ଆମର କମ୍ପିଟେଟିଭ ଏକ୍ଜାମ, ସେଥିରେ ମଧ୍ୟ ଆପଣ ସଫଳତାର ପାଇବାର ଚାନ୍ସଟା ବହୁତ ଥାଏ। କାହିଁକିନା ଶନି ଷଷ୍ଠ ଘରେ ରହିଲେ ସେ ଶତ୍ରୁ ହନ୍ତା ରାଜଯୋଗଟିଏ ସୃଷ୍ଟି କରନ୍ତି। ଶତ୍ରୁ ହନ୍ତାର ଅର୍ଥ ହେଉଛି ବନ୍ଧୁଗଣ, ଆଜିକାଲି ଯୁଗରେ ବୁଝନ୍ତୁ, ଆପଣଙ୍କର କମ୍ପିଟେଟର। ଆପଣ ଏକା ମନେକର 100 ପୋଷ୍ଟ ବାହାରିଛି, ଏକା 10 ଲକ୍ଷ ଛୁଆ ତାକୁ ଆପ୍ଲାଏ କରିଛନ୍ତି। 100 ଲୋକଙ୍କ ଭିତରେ ଆପଣଙ୍କ ନାଁଟି ଯେମିତି ରହିବ, ସେଇଟା ହେଲା ଶତ୍ରୁହନ୍ତା ରାଜଯୋଗ। ଅନ୍ୟମାନଙ୍କୁ ଆପଣ ପଛରେ ପକେଇ ଆଗକୁ ଯାଇପାରିବେ। ଆଚ୍ଛା, ଇଏ ଗଲା ଶିକ୍ଷା କଥା। ତାପରେ ଚାକିରି କଥା। ଆଉ ଯୋଉମାନେ ଚାକିରି ବାକିରି କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏ ଶନି ଚଳନଟି ବହୁତ ଭଲ ରହିବ। ଚାକିରିରେ ତାଙ୍କର ଦବଦବା ରହିବ। ଚାକିରିରେ ସେମାନଙ୍କର ପ୍ରମୋସନ ସହିତ ଯଦି ଟ୍ରାନ୍ସଫର ହେବା ପାଇଁ ଚାହୁଁଛନ୍ତି, ମନ ଲାଖି ଟ୍ରାନ୍ସଫରଟି ହେଇପାରିବ। ଆଉ ସବୁ ଷ୍ଟାଫଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ରହିପାରିବ। ଆଉ ତାଙ୍କର ଅଫିସରେ ଗୋଟେ ଦବଦବା ରହିବ ତୁଳା ରାଶି ପାଇଁ। ଆଚ୍ଛା, ତାପରେ ଧନ କଥା ଯଦି ଆମେ କହିବା, ଧନ ରୋଜଗାର କ୍ଷେତ୍ରଟା କେମିତି ରହିବ ନା ଧନ ରୋଜଗାର କ୍ଷେତ୍ର ଭଲ ରହିବ। କାହିଁକିନା ଯେହେତୁ ଆପଣଙ୍କର ଷଷ୍ଠ ଶନି ଅଛନ୍ତି, ସିଏ ଆପଣଙ୍କୁ ସବୁ ପ୍ରକାରର ସୁବିଧା ଦେବେ। ଯେଉଁ ଅସୁବିଧାଟି ଗତ ବର୍ଷ ଆପଣ ଭୋଗିଛନ୍ତି, ସେ ଅସୁବିଧାଟି ଆପଣଙ୍କର ଆଉ ରହିବ ନାହିଁ। ଧନ ରୋଜଗାର କ୍ଷେତ୍ରରେ ମଧ୍ୟ ବହୁତ ଭଲ ରହିବ। ଆଉ ଯେଉଁ ମହିଳାମାନେ ଅଛନ୍ତି, ଯେଉଁମାନେ କି ଗୃହିଣୀମାନେ ଅଛନ୍ତି, ତାଙ୍କ ପାଇଁ ମଧ୍ୟ ସଫଳତାର ସମୟଟିଏ ରହିବ। ସେମାନଙ୍କ ନାଁରେ ଯଦି କିଛି ଜାଗା ବାଡ଼ି ସେମାନେ କିଣନ୍ତି ବା କିଛି ଉନ୍ନତିମୂଳକ ଜିନିଷ କିଣିବା ପାଇଁ ଚାହୁଁଛନ୍ତି, ଯେମିତି ସୁନା ଅଳଙ୍କାର କିଣିବା ପାଇଁ ଚାହୁଁଛନ୍ତି, କି ଜାଗା ବାଡ଼ି କିଛି କରିବା ପାଇଁ ଚାହୁଁଛନ୍ତି, କି ଗୃହରେ କିଛି ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, କରିପାରିବେ। ତାଙ୍କ ପାଇଁ ସମୟଟି ବହୁତ ଭଲ ରହିଛି। ଆଉ ବନ୍ଧୁଗଣ ଦେଖନ୍ତୁ, ଏଇଟା ଦେଖିବା ପୂର୍ବରୁ ମୁଁ ସବୁ ଏପିସୋଡ ମାନଙ୍କରେ ବି କହୁଛି, ଆପଣ କେତୋଟି ଜିନିଷକୁ ଧ୍ୟାନ ଦେବେ। ଏକରେ ଆପଣଙ୍କର ଶନି ହେଲେ ଶୁଭ, ଷଷ୍ଠ ଶନି ହେଲେ ଶୁଭ। ଦୁଇରେ ଦେଖିବେ
ଶନି ଆପଣଙ୍କ ଜାତକ ପାଇଁ କ୍ଷତିକାରକ ଗ୍ରହ କି ଉପକାରୀ ଗ୍ରହ, ଏଟା ଲଗ୍ନ ହିସାବରେ ଜାଣିପାରିବେ। ଏତିକି ଖାଲି ମନେ ରଖନ୍ତୁ, ଯଦି ଆପଣଙ୍କର ବୃଷ, ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ ଏଇ 6ଟି ଲଗ୍ନ ଯଦି ହେଇଛନ୍ତି, ଭିତରୁ ଯେକୌଣସି ଲଗ୍ନ ଆପଣଙ୍କର ଯଦି ହେଇଛି, ତାହେଲେ ଆପଣ ଜାଣିବେ ଶନି ଆପଣଙ୍କ ପାଇଁ ଶୁଭ ଗ୍ରହଟିଏ। ତା ବ୍ୟତୀତ ଅନ୍ୟ, ଆଉ ଯଦି ମେଷ ରାଶି ହେଲା କି ବିଛା ରାଶି ହେଲା, ଜାଣିବେ ଯେ ଶନି ଆପଣଙ୍କ ପାଇଁ ଗୋଟେ ସମଗ୍ରହ, ଆଉ ବାକି ରାଶି ପାଇଁ ଅଶୁଭ ଗ୍ରହ। ତାହେଲେ ଏତିକି ବୁଝନ୍ତୁ। ତାହେଲେ ଆପଣ ଶୁଭ କି ଅଶୁଭ ପ୍ରଥମେ ଜାଣିବେ। ତାପରେ 3 ନମ୍ବର କଥାଟି ହେଉଛି ଶନିଙ୍କର ପ୍ଲେସମେଣ୍ଟ, ସେ କୋଉ ଜାଗାଟିରେ ଆପଣଙ୍କର ଅଛନ୍ତି। ଯଦି ମିତ୍ର ରାଶିରେ ଅଛନ୍ତି, ସ୍ୱକ୍ଷେତ୍ରରେ ଅଛନ୍ତି, ମୂଳ ତ୍ରିକୋଣରେ ଅଛନ୍ତି, ଉଚ୍ଚ ରାଶିରେ ଅଛନ୍ତି, ତାହେଲେ ଭଲ ଫଳଟିଏ ପାଇବେ। ଆଉ ଯଦି ନିଚ ରାଶିରେ ଅଛନ୍ତି, ଶତ୍ରୁ ରାଶିରେ ଅଛନ୍ତି, ତାହେଲେ ଆପଣ ଭଲ ରେଜଲ୍ଟଟିଏ ପାଇବେ ନାହିଁ। ତା ଅର୍ଥ ଆପଣଙ୍କର ଷଷ୍ଠ ଶନି ହେଲା ସତ, କିନ୍ତୁ ଯେହେତୁ ତାଙ୍କର ପ୍ଲେସମେଣ୍ଟଟି ଭଲ ନାହିଁ, ସେ ହିସାବରେ ଆପଣ 100 ଜାଗାରେ 70 ଭଲ ଫଳ ପାଇବେ, ଆଉ 30 ପାଇବେ ନାହିଁ। ତେଣୁ ତାଙ୍କରି ହିଁ ଉପଚାରଟିଏ କରିବାକୁ ପଡେ। ତେଣୁ ଶନିଙ୍କର ଯଦି ଉପଚାର କରିବା ପାଇଁ ଚାହିଁବେ, ଆପଣଙ୍କର ଯଦି ଆଉ ଗୋଟିଏ କଥା କହିଦେଉଛି, 4 ନମ୍ବରରେ ଆପଣ ଦେଖିବେ ତାଙ୍କର ଡିଗ୍ରୀ କେତେ ଅଛି, ସେ ପାୱାରଫୁଲ ଅଛନ୍ତି କି ତାଙ୍କର ପାୱାର ନାହିଁ। ତା ଅର୍ଥ ଯଦି ମନେକର 6 ଡିଗ୍ରୀରୁ କମ ଅଛନ୍ତି ଶନି, କି 24 ଡିଗ୍ରୀରୁ ଅଧିକା ଅଛନ୍ତି ଶନି, ଜାଣିବେ ପାୱାରଲେସ୍ ହେଇକି ଅଛନ୍ତି। ଆଉ ଯଦି ଏଇ ଡିଗ୍ରୀ ଭିତରେ, ମୁଖ୍ୟତଃ 12ରୁ 18 ଡିଗ୍ରୀ ଭିତରେ ଯଦି ରହିଛନ୍ତି, ତାହେଲେ ଜାଣିବେ ଆପଣ ପୁରା ଯୁବା ଅବସ୍ଥାରେ ଅଛନ୍ତି। ତାହେଲେ ଶନିଙ୍କ ପାଇଁ ଆପଣ କଣ କରିବେ? ଯଦି ଉପକାରୀ ଗ୍ରହ ଆପଣଙ୍କ ଜାତକ ପାଇଁ ହେଇଥାନ୍ତି, ଡିଗ୍ରୀ ହିସାବରେ କମ ଥାନ୍ତି, ତାହେଲେ ଆପଣ ତାଙ୍କ ପାଇଁ କଣ କରିବେ? ରତ୍ନ ପଥରଟିଏ ଧାରଣ କରିପାରିବେ। ଆଉ ଯଦି କ୍ଷତିକାରକ ଗ୍ରହ ହେଇଛନ୍ତି ଶନି ଆପଣଙ୍କ ପାଇଁ, 6, 8, 12 ଘରେ ଅଛନ୍ତି, ବିପରୀତ ରାଜଯୋଗ କରୁନାହାନ୍ତି, ତାଙ୍କ ପାଇଁ ଆପଣ କଣ କରିବେ ନା ବୀଜ ମନ୍ତ୍ର ଜପ କରିବା ସହିତ ଶନିଙ୍କର ଦାନଟି କରିବେ। ଶନିଙ୍କର ଦାନ ବିଷୟରେ ମୁଁ ପ୍ରାୟ ସବୁ ଏପିସୋଡ ମାନଙ୍କରେ କହୁଛି, ଆପଣମାନେ ତାକୁ ଜାଣିବେ। ଭଲ କରି ଜାଣିବାକୁ ଚାହୁଁଛନ୍ତି 295 ନମ୍ବର ଏପିସୋଡ ଟିକି ଦେଖିବେ। ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ନିଶ୍ଚିତ ଭାବରେ ବୁଝି ସାରିବେଣି। ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଏତିକିରେ ରହିଲି ବନ୍ଧୁଗଣ, ଜୟ ଜଗନ୍ନାଥ।